ଆଉ ତମେ ଯଦି ଗୋଟା ଦିନ ଆସିକି କହିବ ମୁଁ ମାଆଙ୍କୁ ଟିକେ କେମିତି ଦେଖିବି ଉପଲବ୍ଧ କରିବି ତାପରେ ଅବସ୍ଥା ଯାହା ହବ ଫଳ ଭୋଗ କରିବା କଥା ମା ବହୁତ ମାନେ ଗହୀର ମଝିରେ ଏକୁଟିଆ ରାଗରେ ଅବସ୍ଥିତ ପ୍ରଚଣ୍ଡ ଅଛି। ହେଇ ସେ ବହୁତ ଦୁଃଖ କଷ୍ଟ ଦେଲା ତାକୁ ବି ଶାନ୍ତ ହେଲା ତାକୁ ଶୁଆଇଲି ତାକୁ ସକାଳୁ ତାକୁ ବିଦାୟ କଲି ସେ ସେଇ ଦିନଠୁ କହିଲା ବାବା ତମେ ବହୁତ ଦୁଃଖ କଷ୍ଟ ସହିକି ସେଠି ମାଆର ଜଳାଞ୍ଜଳି ସହିକି ତମେ ସେଠି ପଡ଼ି ରହିଛ। ଆଜ୍ଞା କିନ୍ତୁ ମୁଁ ଯାଇକି ଅନୁତାପ କଲି ଆଉ ଫର୍ଦର ମୁଁ କହିବି ଯେ ତମକୁ ସେଠି ଯାଇକି ତମ ସାଥିରେ ମୁଁ ରହିବି ବୋଲି। ସାଙ୍ଗମାନେ ଦେଖନ୍ତୁ ବର୍ତ୍ତମାନ ଆମର ଜିରା ରାଇସ୍ ଚାଉଳରେ ପ୍ରସ୍ତୁତ ହୋଇଯାଇଛି ଅନ୍ନ ଦେଖନ୍ତୁ ପୁରା ଗୋଟି ଗୋଟି ଅନ୍ନ ହୋଇଛି ତାକୁ ଆମେ ମଞ୍ଜ କଦଳୀ ପତ୍ର ଘୋଡ଼େଇ ନେଇକି ରଖିଛୁ ଆଉ ଚୁଲି ଏପଟେ ଲାଗିଥିଲା ଆମର ବାଟି ତ ଦେଖନ୍ତୁ ଏଇଟା ରହିଛି ଆମର ଡାଲମା ଓ ସ୍ପେଶାଲ ବାଡ଼ିଆ ଡାଲମା ଟିକେ ଅନ୍ଧାରିଆ ଦେଖାଯାଉଛି ଦେଖନ୍ତୁ କେମିତି ହେଇଛି ଟିକେ ଆମେ ଘାଣ୍ଟି ଦେବା ଘାଣ୍ଟିକି ଟିକେ ଟେକିକି ଦେଖି ଦେଉଛେ ଦେଖନ୍ତୁ ପୁରା ଏଇଟା ଡାଲମା ଜିରା ପୁରା ଗୋଟା ଗୋଟା ପଡ଼ିଛି। ହାଇ ସାଙ୍ଗମାନେ ଜୟ ଜଗନ୍ନାଥ ଶୁଭ ସକାଳ। ତ ସାଙ୍ଗମାନେ ଆଜି ଆସିକି ଆମେ ପହଞ୍ଚି ଯାଇଥିଲୁ ମା କୋଚିଲିଙ୍ଗଙ୍କ ମନ୍ଦିରରେ 2026 ନୂତନ ବର୍ଷର ଆରମ୍ଭ ଓଡ଼ିଆ ନବବର୍ଷ ବର୍ତ୍ତମାନ ପଣା ସଂକ୍ରାନ୍ତି ବାସି ଆମେ ଆସିକି ପହଞ୍ଚିଥିଲୁ ମାଆଙ୍କ ନିକଟରେ। ତ ଚାଲନ୍ତୁ ଆଜି ମାଆଙ୍କ ପାଖରେ ଟିକେ ପ୍ରସାଦ ରାନ୍ଧିବା ଏବଂ ମାଆଙ୍କ ପାଖରେ ପ୍ରସାଦ ସେବନ କରିବା ଏବଂ ଏହି ଜାଗାରେ ମାଆଙ୍କ ପାଖରେ ବହୁତ ସାରା ଭକ୍ତ ଅଛନ୍ତି ଏବଂ ବାବା ଅଛନ୍ତି ତାଙ୍କର ବି ରୋଷେଇବାସ ପ୍ରସାଦ ଚାଲିଛି। ତ ସବୁକିଛି ଭିଡ଼ିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ। ମାଆଙ୍କ ଦର୍ଶନ ପ୍ରଥମେ ଆପଣମାନେ ଦେଖନ୍ତୁ ମାଆଙ୍କର ଆଶୀର୍ବାଦ କରୁଣା କୃପା ଲାଭ କରନ୍ତୁ ଏବଂ ମାଆଙ୍କ ପାଇଁ ଗୋଟେ ଲାଇକ୍ ସେୟାର ସବସ୍କ୍ରାଇବ୍ଟେ ହେଇଯାଉ। ଜୟ ମା କୋଚିଲିଙ୍ଗି କମେଣ୍ଟରେ ଲେଖିଦିଅନ୍ତୁ। ତ ସାଙ୍ଗମାନେ ଚାଲନ୍ତୁ ମାଆଙ୍କ ପୀଠ ଆଜି ପରିଭ୍ରମଣ କରିବା। ଜୟ ମା କୋଚିଲିଙ୍ଗି ହାପି ନ୍ୟୁ ଇୟର୍। ଆସ ଆଗକୁ ବଢ଼ିବା। ଜୟ ଜଗନ୍ନାଥ ମାଡ଼ି ଚାଲ। ଜୟ ମା କୋଚିଲିଙ୍ଗି ମା ଦୟାମୟୀ ମା କରୁଣାମୟୀ ମା କୃପାମୟୀ ମା ଅଭୟବର୍ଦ୍ଧାୟିନୀ ମା ଓମ୍ ନମଃ ଶିବାୟ। ତ ଆଶା କରୁଛି ସାଙ୍ଗମାନେ ଆପଣମାନେ ନିହାତି ମୋ ଭିଡ଼ିଓ ମାଧ୍ୟମରେ ମାଆଙ୍କର ସମ୍ପୂର୍ଣ୍ଣ ଦୃଶ୍ୟ ଦର୍ଶନ ପାଇପାରିଥିବେ। ତ ଯେଉଁମାନେ ମାଆଙ୍କ ଦର୍ଶନ କରିସାରିଛନ୍ତି ସେମାନେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ ଜୟ ମା କୋଚିଲିଙ୍ଗି ଜୟ ଲୋ ମା ଓମ୍ ମା ପ୍ରତ୍ୟକ୍ଷ ଦେବତୀ ମା କୋଚିଲିଙ୍ଗି ମା ଦୟାମୟୀ ଜୟ ମା ଦୟାମୟୀ ମା ଓମ୍ ମା କୋଚିଲିଙ୍ଗି ମା ଦୟାମୟୀ ଜୟ ମା ଦୟାମୟୀ ମା। ତ ସାଙ୍ଗମାନେ ଦେଖିପାରୁଛନ୍ତି ଆପଣମାନେ ମାଆଙ୍କର ମନ୍ଦିରର ଦୃଶ୍ୟ ମାଆଙ୍କ ବାହନ ଘୋଡ଼ା ଜୟ ମା ଦୟାମୟୀ ଜୟ ଲୋ ମା ଓମ୍ ମା ଦୟାମୟୀ ମା ଜୟ ମା ଓମ୍ ନମଃ ଶିବାୟ ଓମ୍ ନମଃ ଶିବାୟ ଓମ୍ ନମଃ ଶିବାୟ ଓମ୍ ମା ଦୟାମୟୀ ମା। ସାଙ୍ଗମାନେ ମାଆଙ୍କ ପୀଠର ଦୃଶ୍ୟ ଆପଣମାନେ ଦେଖୁଛନ୍ତି ଜୟ ମା। ସାଙ୍ଗମାନେ ଦେଖନ୍ତୁ ବର୍ତ୍ତମାନ ଆମର ଚୁଲି ଲାଗିଯାଇଛି ଆଉ ବହୁତ ଜୋରେ ପବନ ହେଉଛି ପବନକୁ ଚୁଲି ଲାଗୁନଥିଲା ଆଉ ଏଇଠି ବାବା ଆମର ରୋଷେଇ କରୁଥିଲେ ମାଆଙ୍କ ମନ୍ଦିରରେ ଆଗରୁ ଆସିକି ଯାହା ହଉ ମାଆଙ୍କର ଆଶୀର୍ବାଦ ଆମର ଚୁଲି ଜଳିଲାନି ଆମେ ଆସିକି ଏଇ ଜାଗାରେ ପୁଣି ହାଣ୍ଡି ବସେଇଛୁ ଅନ୍ନ ରାନ୍ଧିବା ପାଇଁ ଯେହେତୁ ତାଙ୍କର ରୋଷେଇ ଆଗ ସରିଯାଇଛି। ତ ଦେଖନ୍ତୁ ବର୍ତ୍ତମାନ ଚୁଲିଟେ ମସ୍ତ ଜଳୁଛି ଆଉ ପବନକୁ ଟେନସନ୍ ନାହିଁ ଆଉ ପାଣି ତାତିବା ଉପରେ। ତ ଦେଖିପାରୁଥିବେ ସାଙ୍ଗମାନେ ବାବା ଆସିକି ସକାଳୁ ଆମର ଗଛ ଲତା ଯାହା ବି ସବୁ ରହିଛି ପାଣି ପକାଉଛନ୍ତି ଆଉ ବହୁତ ଖରା ହେଉଛି ନା ଗହୀର ମଝିରେ କେହି ରହୁନାହାନ୍ତି ପ୍ରତିଦିନ ବାବା ଆସିକି ଏମିତି ପାଣି ପକାନ୍ତି ଗଛପତ୍ରରେ ଆଉ ପ୍ରାୟତଃ ଗଛପତ୍ର ପାଣି ସବୁ ପକାଇ ସାରିଲେଣି। ଆଜ୍ଞା ଆଜି ସକାଳୁ କେଇଟାରେ ଆସିଥିଲେ? 10ଟା। ରୋଷେଇ କେତେବେଳେ ଆରମ୍ଭ ହେଲା ମାଆଙ୍କର? ଆଜି କ'ଣ ପ୍ରସାଦ ହେଇଛି ମାଆଙ୍କ ପାଇଁ? ଡାଲମା ଭାତ। ମାଆଙ୍କ ପାଖରେ ପ୍ରସାଦ ଲାଗିବ ଆଉ ଲୋକ ଯେଉଁ ସବୁ କାମ କରୁଛନ୍ତି ଖାଇବେ ଆଉ। ହଉ ତ ଦେଖିପାରୁଥିବେ ବର୍ତ୍ତମାନ ମାଆଙ୍କ ପାଖରେ ରୋଷେଇ ସରିଯାଇଛି ଆଉ ପ୍ରସାଦ ବି ଲଗେଇବେ ବାବା ଆମର ରୋଷେଇ କରୁଥିଲେ। ସାଙ୍ଗମାନେ ଦେଖନ୍ତୁ ବର୍ତ୍ତମାନ ଆମର ଜିରା ରାଇସ୍ ଚାଉଳରେ ପ୍ରସ୍ତୁତ ହୋଇଯାଇଛି ଅନ୍ନ ଦେଖନ୍ତୁ ପୁରା ଗୋଟି ଗୋଟି ଅନ୍ନ ହୋଇଛି ତାକୁ ଆମେ ମଞ୍ଜ କଦଳୀ ପତ୍ର ଘୋଡ଼େଇ ନେଇକି ରଖିଛୁ ଆଉ ଚୁଲି ଏପଟେ ଲାଗିଥିଲା ଆମର ବାଟି। ତ ଦେଖନ୍ତୁ ଏଇଟା ରହିଛି ଆମର ଡାଲମା ଓ ସ୍ପେଶାଲ ବାଡ଼ିଆ ଡାଲମା ଟିକେ ଅନ୍ଧାରିଆ ଦେଖାଯାଉଛି ଦେଖନ୍ତୁ କେମିତି ହେଇଛି ଟିକେ ଆମେ ଘାଣ୍ଟି ଦେବା ଘାଣ୍ଟିକି ଟିକେ ଟେକିକି ଦେଖି ଦେଉଛେ ଦେଖନ୍ତୁ ପୁରା ଏଇଟା ଡାଲମା ଜିରା ପୁରା ଗୋଟା ଗୋଟା ପଡ଼ିଛି ଛୁଙ୍କଟେ ମସ୍ତ ଅଛି ତାକୁ ଆମେ ଘୋଡ଼େଇ ଦେବା କାହିଁକିନା ବାମ୍ଫ ପଳେଇବ। ଦେଖନ୍ତୁ ଆମର ଏଠି ଗୋଟା ଟମାଟରକୁ ଫାଳ ବାଇଗଣ ଆମେ ତାକୁ ସେକିକି ରଖିଛୁ ପୁରା ମସ୍ତ ଦଳା ଦଳିଟେ ହେବ। ତ ଚାଲନ୍ତୁ ବର୍ତ୍ତମାନ ଖାଇବା ପିଇବା କରିବା ବହୁତ ସମୟ ହେଇଗଲାଣି ଖରା ଚାଲିଗଲାଣି କିନ୍ତୁ ଆମେ ଏପର୍ଯ୍ୟନ୍ତ ଖାଇନୁ ଆଇଟମ୍ ସବୁ ରେଡ଼ି। ଆଜ୍ଞା ନମସ୍କାର ପ୍ରଣାମ ଜୟ ମା କୋଚିଲିଙ୍ଗି ଜୟ ନୀଳକଣ୍ଠେଶ୍ୱର।
ଆଜ୍ଞା ଆମେ ଆସିଥିଲୁ ମାଆଙ୍କ ନିକଟକୁ ଆଉ ଆପଣଙ୍କ ସହିତ ଯାହା ହଉ ଭେଟ ପାଇଲୁ ବହୁତ ବହୁତ ଆମେ ଭାଗ୍ୟବାନ। ତ ଆଜ୍ଞା ଆମେ ପଚାରି ବୁଝିବାକୁ ଚାହୁଁଛୁ ଆପଣ ପ୍ରାୟ ମାଆଙ୍କର ସେବକ ମାନେ ସେବା କରନ୍ତି ଆଉ ପ୍ରାୟ ବି ରାତିରେ ଏହି ଜାଗାରେ ନିଛାଟିଆ ରାତିରେ ବି ଆପଣ ଏକୁଟିଆ ଏହି ମାଆଙ୍କ ଜାଗାରେ ରୁହନ୍ତି। କିନ୍ତୁ କିଛି ଆମେ ଜାଣିବାକୁ ଚାହୁଁଛୁ ଏବଂ ଆମ ଦର୍ଶକମାନେ ଯେଉଁମାନେ ଦେଖୁଛନ୍ତି ଆମ ଭିଡ଼ିଓ ସେମାନେ ବି ଜାଣିବାକୁ ଚାହୁଁଛନ୍ତି ଯେ ମାନେ ମାଆଙ୍କର କିଛି ଗୋଟେ ଅଲୌକିକ ଜିନିଷ ଯାହା ରହିଛି ଆପଣ ଅନୁଭବ କରିଛନ୍ତି ମାଆଙ୍କ ନିକଟରେ ରହିକି। ନାଇଁ ଅଲୌକିକ ଜିନିଷ ତ ବହୁତ ଦେଖିଛି ମୁଁ। ଆଜ୍ଞା ଆଉ ସେଗୁଡ଼ା ତ କହିବା କଥା ନୁହଁ, କହିଲେ ଜୀବନର କିଛି ଆଉ ଯାହା ଦୁଃଖ କଷ୍ଟ ସହିକି ଠିକ୍ ପଡ଼ିକି ମାଆଙ୍କ ପାଖରେ ରହିକି ଆଜ୍ଞା ସେଗୁଡ଼ା ତ କହିବା ଯୋଗ୍ୟ ନୁହଁ। ଆଜ୍ଞା ଆଜ୍ଞା ଆଚ୍ଛା ସେଗୁଡ଼ା କହିଲେ ଆମର ବହୁତ ପାପ ହେବ। ଆଜ୍ଞା କିନ୍ତୁ ଯେଉଁ ଧର୍ମ କରୁଛୁ ସେ ଧର୍ମ ବି କ୍ଷୟ ହେଇଯିବ। ଆଜ୍ଞା କିନ୍ତୁ ଗୋଟିଏ ଜିନିଷ ଦେଖିଛି ମୁଁ ସେଥିରେ, ଆଉ ଗୋଟେ ଥର ଗୋଟେ ପୁଅ ଆସିକି ରହିଲା ଏଠି, ଆଜ୍ଞା ସିଏ କହିଲା ମୁଁ ଟିକେ ବାବା ତମ ସାଥିରେ ରହିବି। ଆଜ୍ଞା ସିଏ ଯେଉଁ ଦିନ ଏଠି ମୋ ସାଥିରେ ରହିଲା ମା ସେଦିନ ବହୁତ ଉତ୍ପାତ କଲା। ଆଜ୍ଞା ହଁ ସିଏ ରାତି ସାରା ଶୋଇଲାନି କି ରହିପାରିଲାନି, ଏଠି ବହୁତ କଷ୍ଟ ଭୋଗ କଲା। ଆଜ୍ଞା ହଁ ମା ତ କାହାକୁ କଷ୍ଟ ଦିଏନି, ତଥାପି ମାଆଙ୍କର ଆବିର୍ଭାବ ସମୟରେ ଯଦି କିଏ ସେ ଯେଉଁ ରାଗରେ ମା 2 ଜଣ ରହିଲୁ ବୋଲି ତାକୁ ଆଣିକି ଏଠି ରଖିଲି ବୋଲି ସେ ଭାରି କୋପ କଲା। କୋପ କରିକି ତାପରେ ସେ ସେଦିନ ଏଠି ରହିକି ବହୁତ ଅନୁତାପ କଲା। ତାପରେ ସେ କହିଲା ବାବା ତୁମେ କେମିତି ଏକୁଟିଆ ସାଥିରେ ରହୁଛ? ମୁଁ କହିଲା ଯାହାର ସାଥିରେ ଯାହାର ସମ୍ପର୍କ ହେଇଯାଇଛି, ଯିଏ ମଣିଷ ଜୀବନକୁ ଜଳାଞ୍ଜଳି ଦେଇକି ତା ପାଖରେ ମୁଁ ପଡ଼ିକି ରହିଛି। ଆଜ୍ଞା ଆଜ୍ଞା ଆଉ ତମେ ଯଦି ଗୋଟା ଦିନ ଆସିକି କହିବ ମୁଁ ମାଆଙ୍କୁ ଟିକେ କେମିତି ଦେଖିବି ଉପଲବ୍ଧ କରିବି, ତାପରେ ଅବସ୍ଥା ଯାହା ହେବ ଫଳ ଭୋଗ କରିବା କଥା ମା ବହୁତ ମାନେ ଗଭୀର ମଝିରେ ଏକୁଟିଆ ଅବସ୍ଥିତ ଅଛି। ସେ ବହୁତ ଦୁଃଖ କଷ୍ଟ ଦେଲା। ତାକୁ ବି ସେ ଶାନ୍ତ ହେଲା, ତାକୁ ଶୁଆଇକି ତାକୁ ସକାଳୁ ତାକୁ ବିଦାୟ କଲି। ସେ ସେଇ ଦିନଠୁ କହିଲା ବାବା ତମେ ବହୁତ ଦୁଃଖ କଷ୍ଟ ସହିକି ସେଠି ମାଆର ଜଳାଞ୍ଜଳି ସହିକି ତମେ ସେଠି ପଡ଼ିକି ରହିଛ। ଆଜ୍ଞା କିନ୍ତୁ ମୁଁ ଯାଇକି ଅନୁତାପ କଲି। ଆଉ ଫର୍ଦର ମୁଁ କହିବି ଯେ ତମକୁ ସେଠି ଯାଇକି ତମ ସାଥିରେ ମୁଁ ରହିବି ବୋଲି। ଏମିତି ମା ତ ବହୁତ କରୁଣାମୟୀ। ମା ଥରେ କରୁଣା କଲେ ତ ଏଇ ତ ଗହିର ମଝିରେ ମା ତ ଏଠି ତ ବହୁତ ଲୋକ ବି ସେତେବେଳେ ଯେଉଁ ଧାନ ଫାନ ଚୋରି ହୋଇ ଲୋକ ରହନ୍ତି ସବୁ, ଆଜ୍ଞା ସେମାନେ ତ ଦେଖନ୍ତି ଏଠି ମା ରାତିରେ ଭଣ୍ଡା ମସଲା ଧରିକି ଆଜ୍ଞା ବାହାରିକି ଯାଏ। ହଁ ହଁ ବହୁତ କହନ୍ତି, ଆମ ଅଜା ଜେଜ ଅମଳରେ ସେମାନେ ବି କହନ୍ତି। ଆଉ ବାବା ନୀଳକଣ୍ଠେଶ୍ୱରଙ୍କ କତିକି ମା ଭ୍ରମଣ କରିବାକୁ ଯାଆନ୍ତି। ବହୁତ କଥା ଶୁଣିଛୁ ମାଆଙ୍କ ବିଷୟରେ। ଆଉ ଏବେ ବି ଚେଷ୍ଟା କଲେ ବି ତମେ ମାଆକୁ ଦେଖିପାରିବ। କିଛି ଯିଏ ପରିଶ୍ରମ କରିବ ସେ ତାର ଫଳ ନିଶ୍ଚୟ ଭୋଗ କରିବ। ହଁ ହଁ ଇଏ ତ ଆର ତ ବହୁତ ଶକ୍ତି। ଆଉ ସେଇ ଶକ୍ତିକି ଯେମିତି ତମେ ସେଇଭଳିଆ କଷ୍ଟ ନ କରିବ ଆଉ ସେ ଶକ୍ତି ପାଇବ କୋଉଠୁ? ଆଜ୍ଞା ଆଜ୍ଞା ସେମିତି କଷ୍ଟ କଲେ ଏଠି ନିଶ୍ଚୟ ମାଆକୁ ଯିଏ ଡାକେ ମା ସାଙ୍ଗେ ସାଙ୍ଗେ ଓ କରେ। ଆଉ ମାଆଙ୍କ ନିକଟରେ ଯେଉଁମାନେ ବି ଆସିକି ଭୋଜି କରନ୍ତି ସେ ପ୍ରସାଦର ବାସ୍ନା ଗୋଟେ ସବୁବେଳେ ଅଲଗା ଥାଏ। ମାଆଙ୍କର ଭୋଗ ସବୁବେଳେ ଅଲଗା ସବୁ ଜିନିଷଠୁ। ଆପଣ ପାଣିଆ କରନ୍ତୁ ବହଳିଆ କରନ୍ତୁ ଯାହା କରନ୍ତୁ ମାଆଙ୍କର ପ୍ରସାଦ ଆପଣ ଅଟୋମେଟିକ ସେ ସ୍ୱାଦ ତା ଦେହରେ ଭରିଯାଏ। ତାପରେ ଏଠି ଯଦି କିଏ ଆସିଲା ଅତିଥି କିଏ ଆସିକି ଯଦି ସମୟ ଅସମୟରେ ଯଦି ପହଞ୍ଚିଲା ବି ସିଏ ତା ପେଟ ପୁରାକି ଖାଇକି ଆଜ୍ଞା ଆଜ୍ଞା କେବେ ଅପସାର ହୁଅନ୍ତିନି। ଆଉ ବହୁତ ବହୁତ ଧନ୍ୟବାଦ ଆଜ୍ଞା। ମାଆଙ୍କ ବିଷୟରେ କିଛିଟା ତ ଆପଣ ଅନୁଭୂତି କହିଲେ, ଆମେ ବହୁତ ଖୁସି ହେଲୁ ଏବଂ ଆମେ ଏତିକି ଚାହୁଁଛୁ ଦର୍ଶକମାନଙ୍କୁ ଆପଣମାନେ କ'ଣ କହିବେ, ମାନେ ଏହି ଜାଗାକୁ କେମିତି ଆସିବେ ଆଉ କ'ଣ କେମିତି ଆର ସୁବିଧା? ସେଇଟା ଯେଉଁ କହିଲ ଇଏ ମାଆର ଆଉକୁ ଆସିବା ସେଇଭଳିଆ ଭାଗ୍ୟବାନ ଯିଏ ହେଇଥିବ ସେ ଆସିବ। ଆଜ୍ଞା କିନ୍ତୁ ସେଇଭଳିଆ ଭାଗ୍ୟବାନ ଜଗନ୍ନାଥଙ୍କୁ ଯେମିତି ଆମେ ଦର୍ଶନ କରିବାକୁ ତାଙ୍କୁ ଡାକୁଥାଇ, ଆଜ୍ଞା ୟାର ବି କରୁଣା ସେଇଆ। ଆଜ୍ଞା ଆଜ୍ଞା କିନ୍ତୁ ଡୋରି ଲାଗିଲେ ଅଟୋମେଟିକ ନିଶ୍ଚୟ ଆସିବ। ଡୋରି ନ ଲାଗିଲେ ମାଆକୁ ନ ଡାକିଲେ ତମେ ଆସିପାରିବାଟା ବହୁତ କଷ୍ଟ। ହଁ ଏଇ ପାଖରେ ବି ଆମର ବହୁତ ଲୋକ ଅଛନ୍ତି କିନ୍ତୁ ଆସିପାରୁନାହାନ୍ତି, ମାଆକୁ ଦର୍ଶନ କରିପାରୁନାହାନ୍ତି। ଆଜ୍ଞା କିନ୍ତୁ ଦୂରରୁ ବି ଲୋକ ଆସିକି ତାକୁ ଦର୍ଶନ କରିକି ଯାଉଛନ୍ତି। କିନ୍ତୁ ସେଇ କରୁଣା ନହେଲେ ତାକୁ ଆସିକି ଦର୍ଶନ କରିବା ବହୁତ କଷ୍ଟ ହୁଏ ମାଆକୁ। ଜୟ ମା କୋଚିଲିଙ୍ଗି। ଧନ୍ୟବାଦ ଆଜ୍ଞା। ଜୟ ମା। ତ ଦେଖିପାରୁଥିବେ ବାବା ଆମକୁ ତ କିଛି ମାଆଙ୍କ ବିଷୟରେ ଅନୁଭୂତି ଜଣେଇଲେ। ଆଉ ପ୍ରତ୍ୟକ୍ଷ ଦେବତୀ ମା କୋଚିଲିଙ୍ଗୀଙ୍କ ପୀଠ ଆପଣମାନେ ଦେଖୁଛନ୍ତି। ଜୟ ମା କୋଚିଲିଙ୍ଗୀ, ଜୟ ବାବା ନୀଳକଣ୍ଠେଶ୍ୱର, ଜୟ ଜଗନ୍ନାଥ। ସାଙ୍ଗମାନେ ଖାଇବା ପିଇବା ବର୍ତ୍ତମାନ ସରିଗଲାଣି। ତ ଦେଖିପାରୁଥିବେ ବର୍ତ୍ତମାନ ଚାରିପଟ ଯାକ ପୁରା ଅନ୍ଧାର ଗୋଟି ଆସିଲାଣି। ସାଙ୍ଗମାନେ ବହୁତ ବଡ଼ ମେଘ ଆସିଲାଣି। ତ ଏତେ ବଡ଼ କଳାହାଣ୍ଡିଆ ମେଘ ଆସିଲାଣି। ଆମେ ଗହିର ମଝିରେ କେମିତି ବର୍ତ୍ତମାନ ଗାଡ଼ି ନେଇକି ଯିବୁ ଆମକୁ ଚିନ୍ତା ଲାଗିଲାଣି। କାହିଁକିନା ଗୁଳା ବାଟରେ ଆମେ ଗାଡ଼ି ନେଇକି ଆସିଥିଲୁ ଏବଂ ଯଦି ବାଇଚାନ୍ସ ବି ମେଘ ଜୋରରେ ବର୍ଷିଗଲା ତ ଆମେ ବର୍ତ୍ତମାନ ଏହି ମନ୍ଦିରରୁ 2 କିଲୋମିଟର କ୍ରସ୍ କଲା ପରେ ଯାଇକି ଆମର ଗାଁ ରୋଡ଼ ଆସିବ। ତ ସେ ଗୁଳା ଯେଉଁ ବର୍ଷା ଓଦା ହେଇକି ଆମର ଗୁଳା ଯେଉଁ କାଦୁଅ ହେଇଯିବ ନା, ଗାଡ଼ି ଟୋଟାଲ ଗଡ଼ିବନି। ତ ଭାରି ଚିନ୍ତା ଅବସ୍ଥାରେ ଅଛି।
ତ ସାଙ୍ଗମାନେ ମଜା ଧୁଆ କିଛି କରୁନୁ ବର୍ତ୍ତମାନ ରିସେଣ୍ଟ ଖାଇବା ସରିଲା ତ ଚାଲନ୍ତୁ ଆଗ ବର୍ତ୍ତମାନ ମଜା ଧୁଆ ସାରିକି ଏଠୁ କେମିତି ବାହାରିବା ବିଶେଷ କିଛି ଭିଡ଼ିଓ ମାଧ୍ୟମରେ ମୁଁ ଏଠି ଦେଖାଇ ପାରିଲିନି କାହିଁକି ନା ସେମିତି କିଛି ରିଜନ୍ ଥିଲା ଯାହାକି ସମସ୍ତଙ୍କୁ କ୍ୟାମେରା ଆଗକୁ ନେଇ ଆସି ହୁଏନି ତ ଯାହା ଯେତିକି ପାରିଛି ସେତିକି ଭିଡ଼ିଓ ମାଧ୍ୟମରେ ଆଣିବାକୁ ଚେଷ୍ଟା କରୁଛି ଆଶା କରୁଛି ଆପଣମାନଙ୍କୁ ଏହି ଭିଡ଼ିଓଟି ନିହାତି ଭଲ ଲାଗିଥିବ ତ ଚାଲନ୍ତୁ ଆଗକୁ ବଢ଼ିବା ମଜା ଧୁଆ କରିକି କେମିତି ଏଇ ଜାଗାରୁ ବାହାରିବା ସେଇଟା ହେଉଛି ବଡ଼ ଟେନସନ୍ ମାଆଙ୍କର ଯଜ୍ଞ କାମ ଚାଲିଛି ମାନେ ଯଜ୍ଞ ମଣ୍ଡପ କାମ ଆପଣମାନେ ଦେଖିପାରୁଥିବେ ଆଉ ବହୁତ ବଢ଼ିଆ କାମ ବି ହେଇଛି ଆଉ କିଛିଟା ପଇସା ଟଙ୍କା ପ୍ରୋବ୍ଲେମ୍ ପାଇଁ ଆଉ ମାଆଙ୍କର ଅଧା କାମରେ ଅଟକିଛି ଯାହାକି ଆଉ ଅଳ୍ପ କିଛି କାମ ରହିଛି ମଜୁରୀ ପଇସାଟା କିଛି ସର୍ଟେଜ୍ ରହିଛି କିନ୍ତୁ ଜିନିଷପତ୍ର ମାଆଙ୍କର ସବୁକିଛି ଆଭେଲେବୁଲ୍ ଅଛି କାମ ପାଇଁ କିନ୍ତୁ ମଜୁରୀ ପାଇଁ କିଛିଟା ଆବଶ୍ୟକ ପଇସା ତ ସାଙ୍ଗମାନେ ଚାଲନ୍ତୁ ଯେଉଁମାନେ ଦାନ ଦକ୍ଷିଣା କରିବାକୁ ଚାହୁଁଛନ୍ତି ଆମ ଲୋକାଲ୍ ଏରିଆ ଲୋକ ହଉ କି ବାହାର ଲୋକ ଯେଉଁମାନେ ଦେଖୁଛନ୍ତି ମାଆଙ୍କ ନିକଟକୁ ଆସିବେ ଯେଉଁମାନେ ମାଆଙ୍କର କରୁଣା କୃପା ଆଶୀର୍ବାଦ ଲାଭ କରିପାରିବେ ଏବଂ ମାଆ କୋଚିଲିଙ୍ଗି ବହୁତ ପ୍ରତ୍ୟକ୍ଷ ଦେବତୀ ଯାହା ମାଗିବେ ତାହା ବଡ଼ ଦେଇପାରିବେ ତ ଚାଲନ୍ତୁ ବର୍ତ୍ତମାନ ଆଗକୁ ବଢ଼ିବା ଜଲ୍ଦି ଏ ଜାଗାରୁ ବାହାରିବାର ଅଛି ବହୁତ ଜୋରରେ ମେଘ ଆସିଲାଣି କଳାହାଣ୍ଡିଆ ମେଘ ପୁରା ଆପଣମାନେ ଦେଖନ୍ତୁ ପୁରା ଫଟେଇ ଯାଇଛି ଚାରିଆଡ଼େ